नमस्कार दर्शक बंधु साई अनंत आश्रम को स्वागत। कुंडली रे ग्रह मानकर स्थान एवं दिग गुड़िक विभिन्न जोग ग्रह मिश्रण सृष्टि करे। ए मिश्रण गुड़िक मध्यरु अनेक शुभ थिबा बेले अनेक अशुभ थाए। ए अशुभ जोग जोगु जने व्यक्ति जीवन में अनेक असुविधार सम्मुखीन हेबाकू बाध्य हुए। ए अत्यंत अशुभ मिश्रण गुड़िक प्रायतः दारिद्र्यर मूल कारण होता है। एपरी अशुभ जोगर उपस्थिति एक सुखी एवं समृद्ध व्यक्ति जीवन उपर ग्रहण पर छाया पकई थाए। फलस्वरूप जनकर संगृहीत धन एवं संपत्ति धूलिसात हो जाए। जदि आपण कुंडली रे एपरी अशुभ जोग अछि तेबे एथिरु मुक्ति पाइबार सरल उपाय आज आमे आपनको कहबू। आसंतु जानिबा से विषय। ग्रहण जोग सेतबेले गठित हुए जेतेबेले चंद्र कौनसी जातकर एक अशुभ ग्रह विशेषकर राहु किंवा केतु सहित अवस्थित होता है। ए मिश्रणर फलस्वरूप व्यक्ति तांको जीवन सारा विभिन्न कष्ट एवं बाधार सम्मुखीन होता है। ग्रहण जोगर प्रतिकूल प्रभाव को कम करबा पाई व्यक्ति निज मुंड चारिपाखरे 6टी नड़िया घूर्णन करबा उचित। घंटा दिगरे गति करी एवं तापरे सेगुड़िक प्रवाहित पानी रे उसेई देबा उचित। या सहित नियमित भावरे आदित्य हृदय स्तोत्र पाठ करबा उचित। चंडाल जोग गुरुचंडाल जोग सेतबेले सृष्टि हुए जेतेबेले दिव्य गृह बृहस्पति देवगुरु बृहस्पति एक कुंडली रे राहु किंबा केतु सहित संयोग करती। ଏହି ଅଶୁଭ ମିଶ୍ରଣ ପ୍ରାୟତଃ ଆର୍ଥିକ ଅନଟନ ଏବଂ ଦାରିଦ୍ର୍ୟର କାରଣ ହୋଇଥାଏ। ଏହି ଯୋଗର ନକାରାତ୍ମକ ପ୍ରଭାବକୁ ପ୍ରତିହତ କରିବା ପାଇଁ ଜଣେ ଭଲ ସାଥୀ କରିବା ଏବଂ ସତ୍ସଙ୍ଗ ବଜାୟ ରଖିବା ଉଚିତ। ଏହା ବ୍ୟତୀତ ଜଣକ କପାଳରେ ହଳଦୀ କିମ୍ବା ଚନ୍ଦନ ତିଲକ ପବିତ୍ର ଚିହ୍ନ ଲଗାଇ ଗୁରୁବାର ଦିନ ଉପବାସ ରହିବା ଉଚିତ। ଦାରିଦ୍ର୍ୟ ଯୋଗ ଦାରିଦ୍ର୍ୟ ମିଶ୍ରଣ ଦରିଦ୍ର ଯୋଗ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଜଣେ ବ୍ୟକ୍ତିର ଜାତକରେ ଏକାଦଶ ଘରର ପ୍ରଭୁ ଶାସକ ଗ୍ରହ ଷଷ୍ଠ ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ଅବସ୍ଥିତ। ଏହି ଗ୍ରହ ସଂଯୋଜନ ନିଶ୍ଚିତ ଭାବରେ ବ୍ୟକ୍ତିକୁ ଦାରିଦ୍ର୍ୟ ଏବଂ ଆର୍ଥିକ ଅଭାବର ସମ୍ମୁଖୀନ କରାଏ। ଏପରି ବ୍ୟକ୍ତି ପ୍ରାୟତଃ ଆର୍ଥିକ କ୍ଷତି ସହନ୍ତି ଏବଂ ଧୀରେ ଧୀରେ ଋଣରେ ଗଭୀରକୁ ବୁଡ଼ି ଯାଆନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ବ୍ୟକ୍ତିକୁ ନିଜର କର୍ମକୁ ଉନ୍ନତ କରିବାକୁ ଚେଷ୍ଟା କରିବାକୁ ପଡ଼ିବ ଏବଂ ବିଶେଷଜ୍ଞ ଜ୍ୟୋତିଷଙ୍କ ଠାରୁ ମାର୍ଗଦର୍ଶନ ନେବାକୁ ପଡ଼ିବ। ବିଷା ଯୋଗ ବିଷାକ୍ତ ମିଶ୍ରଣ ବିଷା ଯୋଗ ଶନି ଏବଂ ଚନ୍ଦ୍ରଙ୍କ ସଂଯୋଗ ଦ୍ୱାରା ଗଠିତ ହୁଏ କିମ୍ବା ଯେତେବେଳେ ଶନି ଏକ କୁଣ୍ଡଳୀ ମଧ୍ୟରେ ଚନ୍ଦ୍ର ଉପରେ ନିଜେ ସିଧାସଳଖ ଦୃଷ୍ଟି ପକାଇଥାଏ ସେତେବେଳେ ଏହି ଯୋଗର ଗଠନ ଜଣେ ବ୍ୟକ୍ତିଙ୍କୁ ଏତେ ତୀବ୍ର ଦୁଃଖ ଭୋଗ କରିବାକୁ ବାଧ୍ୟ କରେ ଯେ ଏହାକୁ ମୃତ୍ୟୁର ଯନ୍ତ୍ରଣା ସହିତ ତୁଳନା କରାଯାଏ। ଯଦି ଆପଣଙ୍କ କୁଣ୍ଡଳୀରେ ବିଷା ଯୋଗ ଉପସ୍ଥିତ ଅଛି ତେବେ ଏହାର ନିରାକରଣ ପାଇଁ ଆପଣ ଭଗବାନ ହନୁମାନଙ୍କୁ ପୂଜା କରିବା ଉଚିତ। ଶନିବାର ଦିନ ଜଣେ ବ୍ୟକ୍ତି ଏକ ପାତ୍ର ସୋରିଷ ତେଲରେ ନିଜ ପ୍ରତିବିମ୍ବ ଦେଖିବା ଉଚିତ ଏବଂ ତାପରେ ସେହି ତେଲ ଦାନ କରିବା ଉଚିତ। ଏହା ସହିତ ନିୟମିତ ଭାବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ। ଆମେ ପୁଅକୁ ନେଇକି ବାବାଙ୍କ ପାଖକୁ ଆସିଲା ପରେ ଆପଣଙ୍କର କ'ଣ ପରିବର୍ତ୍ତନ ହେଇଛି? ପୁଅର ଯେଉଁ ଗୋଡ଼ ହାତ ଫାଟୁଥିଲା ତାର ବି କ'ଣ ପରିବର୍ତ୍ତନ ହେଇଛି? ହଁ ଆଜ୍ଞା, ମୁଁ ଏମିତି ଜଣେ ସାଙ୍ଗ ପିଲାଙ୍କଠୁ ଶୁଣିକି ଆପଣଙ୍କ ପାଖକୁ ଆସିଲି। କିନ୍ତୁ ଆସିଲା ପରେ ମୋ ପୁଅ ଦୀର୍ଘ 7 ବର୍ଷ ହେଲା ଯେଉଁ କଷ୍ଟଟା ଭୋଗୁଥିଲା ମୋର ହୃଦବୋଧ ହେଉଛି ସେ 7 ଦିନରେ ଗଲା ଭଳିଆ ଲାଗିଲା। ତେଣୁକରି ବହୁତ ସଲ୍ଭ ହୋଇଯାଇଛି। ଏଥିପାଇଁ ବାବାଙ୍କୁ କୋଟି କୋଟି ପ୍ରଣାମ ଆଉ ମହାବୀର ପଞ୍ଚମୁଖୀ ମହାବୀର ହନୁମାନଙ୍କୁ ମୋ ସ୍ୱାମୀ ଯାହା କହିଲେ ମୁଁ ବି ସେୟା କହିବାକୁ ଚାହୁଁଛି। ତଥାପି ମୋର ଅଲଗା ଅନୁଭୂତି। ବାବା କହିଲେ ମେଡ଼ିଟେସନ୍ କରିବା ପାଇଁ। ଆମେ 4 ଥର ମେଡ଼ିଟେସନ୍ କଲା ପରେ କାଲି କରିଛୁ ମେଡ଼ିଟେସନ୍। ମୋ ପୁଅକୁ ନିଜେ ମହାବୀର ଆସିକି ତାକୁ ଛୁଇଁଛନ୍ତି ପେଟକୁ ଦେଇ ଦେଇଛି। ଆଉ ମୁଁ ଯେତିକି କଷ୍ଟ ପାଇଛି ଯେ ମୋ ପୁଅ ଏମିତି ହେଇଛି କିନ୍ତୁ ବର୍ତ୍ତମାନ ଅନୁଭବ କରୁଛି ମୋ ପୁଅ ଭବିଷ୍ୟତରେ ସମ୍ପୂର୍ଣ୍ଣ ଭଲ ହେଇଛି। ଆଚ୍ଛା, ପୁଅ ଏଠିକି ଆସିଲା ପରେ ମୋର ଯେତିକି ମାନେ କଷ୍ଟ ଥିଲା ମୁଁ ଆଗରୁ ଜମା ଚାଲି ପାରୁନଥିଲି। ଏଠି ଯେତିକି ସପ୍ତାହ ଭିତରେ ଆସିଲିଣି ମାନେ ମୋତେ ଏତେ ଭଲ ଲାଗୁଛି। ମୁଁ ଏବେ ଚାଲିପାରୁଛି ବୁଲିପାରୁଛି ଖେଳିପାରୁଛି ସବୁ କରିପାରୁଛି। ଆଗରୁ ମୁଁ କିଛି କରିପାରୁନି।